আজি ଜାଣିବା ଓଡ଼ିଆ ଓଲ୍ଡ ଆକ୍ଟ୍ରେସଙ୍କ ପ୍ରଥମ ମୁଭିର ନାମ ଓ ତା କେଉଁ ସାଲରେ ରିଲିଜ୍ ହେଇଥିଲା। ପ୍ରଶାନ୍ତ ପ୍ରଥମ ଫିଲ୍ମ ନୂଆ ବୋହୂ ଯାହାକି 1962ରେ ରିଲିଜ୍ ହେଇଥିଲା। ଉତ୍ତମ ମହାନ୍ତିଙ୍କର ପ୍ରଥମ ମୁଭି ଯାହାକି ରିଲିଜ୍ ହେଇଥିଲା ଅଭିମାନ ଯାହା 1977ରେ ରିଲିଜ୍ ହେଇଥିଲା। ମିହିର ଦାସଙ୍କର ପ୍ରଥମ ମୁଭି ଯାହାକି ରିଲିଜ୍ ହେଇଥିଲା ମଥୁରା ବିଜୟ ତାହା ରିଲିଜ୍ ହେଇଥିଲା 1989ରେ। ସିଦ୍ଧାର୍ଥ ମହାପାତ୍ରଙ୍କ ପ୍ରଥମ ମୁଭି ଯାହାକି ରିଲିଜ୍ ହେଇଥିଲା ତାଙ୍କର ଶ୍ରଦ୍ଧାଞ୍ଜଳି। ରାଇମନ ପରିଡ଼ାଙ୍କର ପ୍ରଥମ ମୁଭି ଯାହାକି ରିଲିଜ୍ ହେଇଥିଲା ପକ୍କାଳମ୍ବ ପୋତା ଛୋଟା ଯାହାକି 1985ରେ ରିଲିଜ୍ ହେଇଥିଲା। ପ୍ରଦ୍ୟୁମ୍ନ ଲେଙ୍କାଙ୍କର ପ୍ରଥମ ମୁଭି ଯାହାକି ରିଲିଜ୍ ହେଇଥିଲା ତାହା ପୂଜା ରିଲିଜ୍ ସାଲ ହେଉଛି 1981ରେ ତାଙ୍କର ପ୍ରଥମ ମୁଭି ରିଲିଜ୍ ହେଇଥିଲା। ଜୟରାମ ସାମଲ ଯାହାକି ତାଙ୍କର ପ୍ରଥମ ମୁଭି ରିଲିଜ୍ ହେଇଥିଲା ଯାଯାବର ତାହାକି 1975ରେ ରିଲିଜ୍ ହେଇଥିଲା। ଅନୁଭବ ମହାନ୍ତି ତାଙ୍କର ପ୍ରଥମ ମୁଭି ଯାହା ରିଲିଜ୍ ହେଇଥିଲା ଆଇ ଲଭ୍ ୟୁ ତାହା 2004ରେ ରିଲିଜ୍ ହେଇଥିଲା। ଆକାଶ ଦାସ ନାୟକ ତାଙ୍କର ପ୍ରଥମ ମୁଭି ହେଲା ସତ୍ୟମେବ ଜୟତେ ଯାହାକି 2008ରେ ରିଲିଜ୍ ହେଇଥିଲା। ଅରବିନ୍ଦ ରୟ ତାଙ୍କର ପ୍ରଥମ ମୁଭି ଯାହାକି ରିଲିଜ୍ ହେଇଥିଲା ପ୍ରେମ ଋତୁ ଆସିଲାରେ ରିଲିଜ୍ ସାଲ ହେଉଛି 2006ରେ ରିଲିଜ୍ ହେଇଥିଲା। ସବ୍ୟସାଚୀ ମିଶ୍ର ତାଙ୍କର ପ୍ରଥମ ମୁଭି ହେଉଛି ପାଗଳ ପ୍ରେମୀ ତାଙ୍କର ରିଲିଜ୍ ସାଲ ହେଉଛି 2007। ବାବୁସାନ ମହାନ୍ତି ତାଙ୍କର ପ୍ରଥମ ମୁଭି ହେଉଛି ରୋମିଓ ଦ ଲଭର ବୟ ଯାହାକି 2009ରେ ରିଲିଜ୍ ହେଇଥିଲା। ବୁଦ୍ଧାଜିତ ମହାନ୍ତି ଯାହାକି ତାଙ୍କର ପ୍ରଥମ ମୁଭି ହେଉଛି ଆଇ ଲଭ୍ ମାଇ ଇଣ୍ଡିଆ ଯାହାକି ରିଲିଜ୍ ହେଇଥିଲା 2009ରେ। ସମ୍ବିତ ଆଚାର୍ଯ୍ୟ ତାଙ୍କର ପ୍ରଥମ ମୁଭି ହେଲା ପ୍ରେମ ଓଏସ୍ ପ୍ରିୟା ଯାହାକି 2011ରେ ରିଲିଜ୍ ହେଇଥିଲା। ଶୀତମ ଦାସ ତାଙ୍କର ପ୍ରଥମ ମୁଭି ହେଉଛି ଯାହାକି ସାବିତ୍ରୀ ଯାହାକି 1995ରେ ରିଲିଜ୍ ହେଇଥିଲା। ଅମ୍ଳାନ ଦାସ ତାଙ୍କର ପ୍ରଥମ ମୁଭି ହେଉଛି ଟାର୍ଗେଟ ଯାହାକି 2013ରେ ରିଲିଜ୍ ହେଇଥିଲା। ସ୍ୱରାଜ ବାରିକ ତାଙ୍କର ପ୍ରଥମ ମୁଭି ନାମ ହେଉଛି ତୁ ମୋ ଲଭ୍ ଷ୍ଟୋରି ଯାହାକି 2017ରେ